ତାର 6 ପର୍ବ ତାର 45 ପଦ ଅଧ୍ୟୟନ କରିବା। ଆଉ ଏଠାରେ ଲେଖା ଅଛି, ଉତ୍ତମ ଲୋକ ଆପଣା ହୃଦୟ ରୂପ ଉତ୍ତମ ଭଣ୍ଡାରର ଉତ୍ତମ ପଦାର୍ଥ ବାହାର କରେ, ପୁଣି ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ, କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। ପ୍ରଭୁ ବାକ୍ୟ ଦେଇ ଏ ବାକ୍ୟକୁ ପ୍ରଭୁ ଆମ ସମସ୍ତଙ୍କୁ ଦେଇ ଆଶୀର୍ବାଦ କରନ୍ତୁ। ଆସନ୍ତୁ ବାକ୍ୟ ନିମନ୍ତେ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଦୟାମୟ ପବିତ୍ର ପ୍ରଭୁ ତୁମେ ଏତେବେଳେ ଏଇ ଜୀବନ୍ତ ବାକ୍ୟ ଦେଇଅଛ। ପ୍ରଭୁ ଏ ବାକ୍ୟକୁ ଆମ ସମସ୍ତଙ୍କ ଠାରେ ପ୍ରଭୁ ତୁମେ ପ୍ରକାଶ କରିଅଛ। ଏ ବାକ୍ୟ ଦେଇ ତୁମେ କଥା କହ, ବାକ୍ୟକୁ ବୁଝିବା ନିମନ୍ତେ, ବାକ୍ୟକୁ ସ୍ମରଣ ରଖିବା ନିମନ୍ତେ, ବାକ୍ୟ ଦେଇ ଆମ ସମସ୍ତଙ୍କୁ ସେ ଶିକ୍ଷା ଦ୍ୱାରା ଆମ ସମସ୍ତଙ୍କୁ ବ୍ୟବହାରିତ ହେବା ନିମନ୍ତେ ପ୍ରଭୁ ତୁମେ ହିଁ ବ୍ୟବହାରିତ କର। ବାକ୍ୟ ଦେଇ ତୁମେ କଥା କହ, ଆଉ ବାକ୍ୟ ଦେଇ ତୁମେ ସମସ୍ତଙ୍କୁ ପ୍ରଭୁ ଶାନ୍ତି ସାନ୍ତ୍ୱନା ଦିଅ। ବାକ୍ୟ ଦେଇଥିବାରୁ କୋଟି କୋଟି ଧନ୍ୟବାଦ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ହାଲେଲୁୟା। ଆମେ ବାକ୍ୟ ଦେଖୁଛୁ। ବାକ୍ୟ କୌଣସି ବାକ୍ୟ ମଧ୍ୟ କୌଣସି ବ୍ୟକ୍ତି ବା କୌଣସି ପ୍ରଭୁଙ୍କର ଲୋକ, ପ୍ରଭୁଙ୍କର ବିଶ୍ୱାସିନୀ, ପ୍ରଭୁଙ୍କର ପାଳକ ପାଳିକା ସମସ୍ତ ବାକ୍ୟକୁ ଶୁଣି ଅଛନ୍ତି। ଆଉ ସମସ୍ତ ବାକ୍ୟର ବିଷୟକୁ ମଧ୍ୟ ଆମେ ସମସ୍ତେ ଜାଣିଅଛୁ। ଏ ବାକ୍ୟ ମଧ୍ୟ ଆମେ ଅନେକ ଥର ଶୁଣିଛୁ, ଅନେକ ଲୋକଙ୍କ ମାଧ୍ୟମରେ ଶୁଣିଛୁ, ଅନେକ ଲୋକ କହିଅଛନ୍ତି, ଅନେକ ବିଶ୍ୱାସୀ କହିଛନ୍ତି, ପାଳକ କହିଛନ୍ତି, ସମସ୍ତଙ୍କ ଠାରେ ମଧ୍ୟ ଅନେକ ଥର ସହସ୍ର ଥର ଆମେ ଶୁଣିଛୁ, ଜାଣିଛୁ ମଧ୍ୟ। କିନ୍ତୁ ପ୍ରଭୁ ପୁନର୍ବାର ସେ ବାକ୍ୟକୁ ସେ ଆମ ନିକଟରେ ଆଉ ଥରେ ପ୍ରକାଶ କରିବା ନିମନ୍ତେ ଅନେକ ଲୋକଙ୍କ ମାଧ୍ୟମ ଦେଇ ସେ ପ୍ରକାଶ କରନ୍ତି। ଆଉ ଏ ବାକ୍ୟ ଆମମାନଙ୍କ ନିମନ୍ତେ, ଆମମାନଙ୍କ ଜୀବନ ନିମନ୍ତେ, ଆମମାନଙ୍କର ପରିବେଶ ନିମନ୍ତେ, ଆମମାନଙ୍କର ପରିବାର ନିମନ୍ତେ, ଆମମାନଙ୍କର ପରିବାର ସଦସ୍ୟଙ୍କ ନିମନ୍ତେ, ଆଉ ଆମମାନଙ୍କର ବନ୍ଧୁବର୍ଗଙ୍କ ନିମନ୍ତେ, ଆମମାନଙ୍କର ପଡ଼ୋଶୀଙ୍କ ନିମନ୍ତେ, ଆମମାନଙ୍କର ଗ୍ରାମଙ୍କ ନିମନ୍ତେ, ସମସ୍ତଙ୍କ ନିମନ୍ତେ ଆମମାନଙ୍କ ମାଧ୍ୟମରେ ପ୍ରକାଶ କରିବା ନିମନ୍ତେ ବା ଏ ବାକ୍ୟକୁ ସେମାନଙ୍କୁ ଜଣାଇବା ନିମନ୍ତେ ଏ ବାକ୍ୟ ଆମମାନଙ୍କୁ ପ୍ରଭୁ ଦେଇଅଛନ୍ତି। ଆମେ ଦେଖୁଛୁ, ଉତ୍ତମ ଲୋକ ଆପଣା ହୃଦୟ ରୂପ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ, କାରଣ ହୃଦୟର ପୂର୍ଣ୍ଣତାର ମୁଖ କଥା କହେ। ଆମେ ଏ ବିଷୟରେ ଏ ବାକ୍ୟରେ ଅନେକ ନିଗୁଢ଼ ତତ୍ଵ ଅଛି। ଆମେ ଦେଖୁଛୁ, ଉତ୍ତମ ବିଷୟରେ ଜାଣୁଛୁ, ଆପଣା ବିଷୟରେ ଜାଣୁଛୁ। ହୃଦୟ ରୂପ ଉତ୍ତମ ଭଣ୍ଡାର, ହୃଦୟ ଭିତରେ ଉତ୍ତମ ଭଣ୍ଡାର ରହୁଛି, ଆଉ ଏ ହୃଦୟ ମଧ୍ୟରେ ମନ୍ଦ ଭଣ୍ଡାର ମଧ୍ୟ ରହୁଛି। ଆଉ ହୃଦୟର ପୂର୍ଣ୍ଣତା, ଆମେ ଏ ହୃଦୟରେ କେଉଁ ଜିନିଷ ବା କେଉଁ ବିଷୟଟା ପରିପୂର୍ଣ୍ଣତା ଅଛି, ସେ ବିଷୟରେ ମଧ୍ୟ ବାକ୍ୟ ସ୍ପଷ୍ଟ ରୂପରେ ଆମମାନଙ୍କୁ ଜଣାଏ। ଆଉ ସେ ହୃଦୟରେ ଯେଉଁ ପୂର୍ଣ୍ଣତା ଅଛି, ସେ ପୂର୍ଣ୍ଣତା ଅଛି, ସେ ପୂର୍ଣ୍ଣତା ହେବା ପରେ ସେ ମୁଖରୁ ଆଉ ହୃଦୟ ମଧ୍ୟରେ ବାହାରିବା କୌଣସି ବାଟ ନାହିଁ। ସେ ମୁଖ ମଧ୍ୟରୁ ସେ ବାହାରିବା ନିମନ୍ତେ ସେ କ'ଣ କରୁଛି? ମୁଖ ଦେଇ କଥା କହେ। ଆମେ ସମସ୍ତ ବିଷୟକୁ ଜାଣୁଛୁ। ଆମମାନେ ପ୍ରକୃତରେ ଉତ୍ତମ ଲୋକ କି? ଆମମାନେ ପ୍ରକୃତରେ ପ୍ରଭୁଙ୍କର ଉତ୍ତମ ସନ୍ତାନ କି? ଯଦି ବା ଆମେ ଉତ୍ତମ ଲୋକ, ପ୍ରଭୁଙ୍କର ଉତ୍ତମ ସନ୍ତାନ ସନ୍ତତି ଅଟୁ, ତାହେଲେ ଆମେ ଆମ ହୃଦୟରେ ଉତ୍ତମ ପଦାର୍ଥ ବାହାରିବା ଆବଶ୍ୟକତା ଅଟେ। ଆମେ ସାଂସାରିକ ଏ ଜଗତ ମଧ୍ୟରେ, ମିଛମାୟା ଦୁନିଆ ମଧ୍ୟରେ ଜୀବନ ଯାପନ କରୁଛୁ। ଯଦି ବା ଆମେ ଏ ମିଛମାୟା ପ୍ରତି ମୁହୂର୍ତ୍ତରେ ଆମମାନଙ୍କ ଠାରେ ମିଛ ରହୁଛୁ, ପ୍ରତି ମୁହୂର୍ତ୍ତରେ ଆମଠାରେ ପାପ କାର୍ଯ୍ୟ କରୁଛି, ପ୍ରତି ମୁହୂର୍ତ୍ତରେ ଆମମାନଙ୍କ ଠାରେ ଲୋଭ କାର୍ଯ୍ୟ କରୁଛି, ପ୍ରତି ମୁହୂର୍ତ୍ତରେ ଆମମାନଙ୍କ ଠାରେ ଆଳସ୍ୟ କାର୍ଯ୍ୟ କରୁଛି, ପ୍ରତି ମୁହୂର୍ତ୍ତରେ ଆମମାନଙ୍କ ଠାରେ ଅନେକ ମନ୍ଦ କାର୍ଯ୍ୟ କରୁଛି। କିନ୍ତୁ ଏହି ମନ୍ଦତାରୁ ଏ ହୃଦୟ ଏ ଭଣ୍ଡାରରୁ ଉତ୍ତମ ପଦାର୍ଥ ଯେପରି ଆମମାନଙ୍କ ହୃଦୟ ମଧ୍ୟରେ ରହିବ, ସେଥି ନିମନ୍ତେ ପ୍ରଭୁ ଆମମାନଙ୍କୁ ବାକ୍ୟ କହନ୍ତି। କାହିଁକି? ଆମମାନଙ୍କୁ ପବିତ୍ରତା ରୂପରେ ପ୍ରଭୁ ଆମମାନଙ୍କୁ ନିର୍ମାଣ କରିଅଛନ୍ତି ବା ଆମମାନଙ୍କୁ ସେ ବନାଇ ଅଛନ୍ତି।
ଆମମାନଙ୍କୁ ଏତେ ସୌନ୍ଦର୍ଯ୍ୟତା ଭାବରେ ସେ ତିଆରି କରିଅଛନ୍ତି। କାହିଁକି ନା ମାନେ ପ୍ରଭୁଙ୍କର ସାଦୃଶ୍ୟରେ, ପ୍ରଭୁଙ୍କର ରୂପରେ, ପ୍ରଭୁଙ୍କର ଯେଉଁ ପ୍ରକାର ରୂପ ଥିଲା ତାହାଙ୍କର ରୂପ ଦେଇ ଆମମାନଙ୍କୁ ପ୍ରଭୁ ଗଢିଅଛନ୍ତି। ଆଉ ଆମମାନଙ୍କର ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଯାହା କିଛି ଅଛି ସବୁ ପ୍ରଭୁଙ୍କର, ପ୍ରଭୁ ଯେଉଁ ପ୍ରକାର ଥିଲେ ସେ ଅନୁସାରେ ଆମମାନଙ୍କୁ ସେ ନିର୍ମାଣ କରିଅଛନ୍ତି। ଆଉ ସେ ଯେଉଁ ଜୀବନ, ଯେଉଁ ହୃଦୟ ଦେଲେ ସେ ହୃଦୟ ମଧ୍ୟରେ ଆମମାନଙ୍କୁ ଗୋଟେ ହୃଦୟ ରୂପ ଭଣ୍ଡାର ନିର୍ମାଣ କଲେ। ସେ ଭଣ୍ଡାର ମଧ୍ୟରେ ଯଦି ବା ଆମେ ପ୍ରକୃତରେ ପ୍ରଭୁଙ୍କର ସନ୍ତାନ ସନ୍ତତି ଅଟୁ, ତାହେଲେ ଆମ ମାନଙ୍କର ଏଇ ଭଣ୍ଡାର, ଏ ହୃଦୟ ରୂପକ, ଏ ହୃଦୟର ଉତ୍ତମ ଭଣ୍ଡାରରେ ଉତ୍ତମ ପଦାର୍ଥ ରଖିବା। ତାହେଲେ ଆମେ ମାନେ ଯଦି ବା ଆମ ମାନଙ୍କର ଉତ୍ତମ ଭଣ୍ଡାରର ଉତ୍ତମ ପଦାର୍ଥ ଅଛି, ତାହେଲେ ସେ ବାକ୍ୟରେ ଆମ ମାନଙ୍କ ସ୍ପଷ୍ଟ ରୂପରେ ପ୍ରଭୁ ବାକ୍ୟରେ ଜଣାନ୍ତି। କାରଣ ହୃଦୟ ରୂପ ପୂର୍ଣ୍ଣତାରୁ ମୁଖ୍ୟ କଥା କହେ। ଏଇ ହୃଦୟରେ ପୂର୍ଣ୍ଣତା ଯଦି ଯେଉଁ ଉତ୍ତମ ମାନେ ଉତ୍ତମ ବିଷୟ ପୂର୍ଣ୍ଣତା ହେଇଛି, ମାନେ ଆମେ କେମିତି ଜାଣିବା ହୃଦୟରେ ଆମ ମାନଙ୍କ ମଧ୍ୟରେ ଉତ୍ତମ ପଦାର୍ଥ ପରିପୂର୍ଣ୍ଣତା ଅଛି? ଆମେ ନିଶ୍ଚିତ ପ୍ରକାରେ ଜାଣିପାରିବା। କାହିଁକି ନା ଆମମାନଙ୍କୁ ଜାଣିବା ନିମନ୍ତେ, ବୁଝିବା ନିମନ୍ତେ, ପୁଣି ଆମମାନଙ୍କୁ ବୁଝାଇବା ନିମନ୍ତେ, ପୁଣି ଆମମାନଙ୍କୁ ପ୍ରତ୍ୟେକ ବିଷୟକୁ ଜ୍ଞାନରେ ପରିପୂର୍ଣ୍ଣତା ନିମନ୍ତେ ପ୍ରଭୁ ଜ୍ଞାନ ଦେଇଅଛନ୍ତି। ଆମେ ସମସ୍ତ ବିଷୟକୁ ଆମେ ଜାଣିପାରିବା। ଆମମାନଙ୍କର ଏଇ ହୃଦୟ ମଧ୍ୟରେ କେଉଁ ପଦାର୍ଥ ଅଛି, କେଉଁ ପଦାର୍ଥ ବା ଉତ୍ତମ ପଦାର୍ଥ ଅଛି, ନା ଉତ୍ତମ ବିଷୟ ଅଛି, ନା ମନ୍ଦ ବିଷୟ ଅଛି, ନା ମନ୍ଦ ଭଣ୍ଡାରରେ ମନ୍ଦ ପଦାର୍ଥ ପରିପୂର୍ଣ୍ଣତା ଅଛି, ଆମେ ନିଶ୍ଚିତ ପ୍ରକାରେ ଜାଣିପାରିବା। ଜାଣିବାର ଶକ୍ତି ଆମ ମାନଙ୍କୁ ପ୍ରଭୁ ଦେଇଅଛନ୍ତି। ଆମମାନେ କେଉଁ ପ୍ରକାର ଭାବରେ ତାହା ଜାଣିବା? ଆମେ ଯଦି ପ୍ରକୃତରେ ଜାଣିବାକୁ ଚାହୁଁଛୁ, ତାହେଲେ ଏଇ ମୁଖରେ ଯାହା ବାହାରୁଛି, ଏ ମୁଖରେ ଯାହା ବାହାରୁଛି ତହିଁରୁ ଆମେ ମାନେ ଜାଣିପାରିବା ଯେ ମୋ ଭଣ୍ଡାରରେ କେଉଁ ପ୍ରକାର ପଦାର୍ଥ ଅଛି, କେଉଁ ପ୍ରକାର ବିଷୟ ଅଛି, ଆଉ କେଉଁ ପ୍ରକାର ବିଷୟ ବାହାରୁଛି। ଯଦି ବା ଆମମାନଙ୍କ ଭଣ୍ଡାରର ମନ୍ଦ ବିଷୟ ଅଛି, ମନ୍ଦ ପଦାର୍ଥ ଅଛି, ତାହେଲେ ମନ୍ଦ ବିଷୟକୁ ଆମେ ଲୋକଙ୍କ ଠାରେ ପ୍ରକାଶ ଯଦି କରୁଛୁ, ତାହେଲେ ଲୋକ ଆମମାନଙ୍କୁ ଘୃଣା କରିବେ, ଆମମାନଙ୍କୁ ତୁଚ୍ଛ କରିବେ। ଆମମାନେ କୌଣସି ଗୋଟେ ମାନେ ଉତ୍ତମ ବ୍ୟକ୍ତି ହେଇପାରିବା ନାହିଁ। ଲୋକ ଆମ ସମସ୍ତଙ୍କୁ ସେ ଘୃଣା କରନ୍ତି। ଯଦି ବା ଆମ ମାନଙ୍କର ମୁଖରୁ ଉତ୍ତମ ବିଷୟ ବାହାରେ, ଲୋକଙ୍କୁ ସମ୍ମାନ ଦେବାରେ, କଥାରେ ସୁନ୍ଦର କଥା କହିବାରେ, ଆଉ ଲୋକଙ୍କୁ ସୁନ୍ଦର ବ୍ୟବହାର କରିବାରେ ଯଦି ଆମ ମାନଙ୍କର ଉତ୍ତମ ବାହାରେ, ସବୁ ବିଷୟକୁ ଯଦି ଉତ୍ତମ ବାହାରେ, ତାହେଲେ ପ୍ରଭୁଙ୍କର ସନ୍ତାନ ଭାବରେ ଆମେ ଗଢିଅଛୁ ବା ଆମେ ନିର୍ମିତ ହୋଇଅଛୁ, ତାହା ଆମେ ଜାଣିପାରୁଛୁ। କିନ୍ତୁ ଆମ ମାନଙ୍କ ମଧ୍ୟରେ ମନ୍ଦ ବିଷୟଟା କାହିଁକି ପ୍ରବେଶ କରୁଛି, କଣ ପାଇଁ ପ୍ରବେଶ କରୁଛି, ତାହା ଆମେ ଜାଣିବା ନିହାତି ଆବଶ୍ୟକତା ଅଟେ। ଆମମାନେ ସୂଚି ପବିତ୍ରତା, ପ୍ରଭୁ ଆମମାନଙ୍କୁ ସୂଚି କରି ନିର୍ମାଣ କଲେ, ସୂଚି କରି ଜନ୍ମ ଦେଇଅଛନ୍ତି, ଆମମାନଙ୍କୁ ପବିତ୍ରତା କରିଅଛନ୍ତି। ଏଇ ପବିତ୍ରତା ଶରୀର ମଧ୍ୟରେ, ପବିତ୍ରତା ହୃଦୟ ମଧ୍ୟରେ, ପବିତ୍ରତା ଆତ୍ମା ମଧ୍ୟରେ ମନ୍ଦ କାହିଁକି ପ୍ରବେଶ କରୁଛି, ତାହା ଆମେ ଜାଣିବା ଉଚିତ। ତା ତଳ ପଦରେ ଲେଖା ଅଛି, ଆଉ ତୁମେ ମାନେ କାହିଁକି ମତେ ପ୍ରଭୁ ପ୍ରଭୁ ବୋଲି ସମ୍ବୋଧନ କରୁଅଛ, ମାତ୍ର ମୋର ବାକ୍ୟ ପାଳନ କରୁନ। ଅନେକ ଲୋକ ଆଜି ଜଗତ ମଧ୍ୟରେ ଅଛନ୍ତି, ପ୍ରଭୁ ପ୍ରଭୁ, ବିପଦ ସମୟରେ ପ୍ରଭୁ, ଆପଦ ସମୟରେ ପ୍ରଭୁ, ଅଭାବ ସମୟରେ ପ୍ରଭୁ, ସଙ୍କଟ ସମୟରେ ପ୍ରଭୁ, ଯାତାୟାତ ସମୟରେ ପ୍ରଭୁ, କୌଣସି ବିଷୟ ଯଦି ଆମେ କରୁଛୁ ସେ ବିଷୟରେ ପ୍ରଭୁ। କିନ୍ତୁ ଆମମାନଙ୍କ ଠାରେ ଅନେକ ସମୟ ରହୁଛି, ଆମମାନଙ୍କୁ ପ୍ରଭୁ ଦିନ ମଧ୍ୟରେ 12 ଘଣ୍ଟା ପ୍ରଭୁ ଆମମାନଙ୍କ ସହିତ ସହବର୍ତ୍ତୀ ରହିଅଛନ୍ତି। ରାତ୍ର ସମୟରେ 12 ଘଣ୍ଟା ପ୍ରଭୁ ଆମମାନଙ୍କର ସହବର୍ତ୍ତୀ ରହିଅଛନ୍ତି। ଅନେକ ସମୟ ଆମ ମାନଙ୍କୁ ଦେଉଛନ୍ତି, କିନ୍ତୁ ଆମେ କେଉଁ ସମୟରେ ପ୍ରଭୁଙ୍କୁ ଡାକୁଛୁ? ଅଭାବ ସମୟରେ, ଦୁଃଖର ସମୟରେ, ରୋଗ ସମୟରେ, ମାନେ ଅନେକ ସଙ୍କଟ ସମୟରେ, এই ସମୟରେ ପ୍ରଭୁଙ୍କୁ ଆମମାନେ ଡାକୁଛୁ। ଯଦି ହୁଏତ ଆମମାନେ ଗୃହ ନିର୍ମିତ କରୁଛୁ, ପ୍ରଭୁଙ୍କୁ ଡାକୁଛୁ। ଆମମାନଙ୍କର ପୁଅ ବାହାଘର ଅଛି, ପ୍ରଭୁଙ୍କୁ ଡାକୁଛୁ। ଝିଅ ବାହାଘର ଅଛି, ପ୍ରଭୁଙ୍କୁ ଡାକୁଛୁ। ଭଲରେ ମନ୍ଦରେ ପ୍ରଭୁଙ୍କୁ ଡାକୁଛୁ।
किंतु आम मन को जो समयटा खाली अच्छी से समय को आम प्रभु को भूली जाऊ कारण ये वाक्य आम स्पष्ट कहे आ तुम्हें माने कहीं मते प्रभु प्रभु बोली स्वीकार करुच बा संबोधन करुच मात्र मोर वाक्य पालन करूना प्रकृत में आम वाक्य को पालन करुचु कि आज अनेक लोग अनेक व्यक्ति अच्छा प्रभु वाक्य को पालन कर असमर्थ अटंती प्रभु को भय करूना प्रभु को विश्वास कले सुधा प्रभु को भय करूना प्रभु को निकटवर्ती हो पारना से सांसारिक जाल मध्य से बांधी अच्छा ये संसार खुशी से बांधी अच्छा ये संसार मोहमाया आनंद अल्प समय आनंद मध्य खुशी मध्य बांधिक अच्छा प्रभु को निकटवर्ती हे कहीं किंतु प्रभु आम मन को जहाँ दे आम मन निकट जहाँ किसी अच्छी आम मन सी कौन सी विषय अच्छी सब प्रभु आशीर्वाद अनुग्रह द्वारा आम पाई प्रभु अनुग्रह द्वारा आम समस्ते पाई पाइब जेपरी प्रभु अनुग्रह द्वारा समस्त धन संपत्ति परिपूर्णता थिले किंतु प्रभुंकर निकटवर्ती से थिले प्रभु को से केबे त्याग करू नथिले अस्वीकार करू नथिले प्रत्येक कार्य से प्रभु को स्वीकार कर से कार्य करथिले किंतु ई धन संपत्ति जहाँ किसी परिवार सदस्यों सहित समस्त शैतान परीक्षा पाई से छड़ाई नहीं किंतु से परीक्षार उत्तीर्ण हेबा पर्यंत प्रभु बा आयब प्रभु को निकटवर्ती होते प्रभु को केबे भूली जाई नथिले प्रभु को बा प्रभु को सहित रथिले ताहांकर स्त्री कहले प्रभु को छाड़ी दिया ये प्रकार कष्ट आसिलानी ये प्रकार दरिद्रता हेलानी तुमर सांग साथी माने छाड़ी की जाउछन्ते तुमको आज के पचारो नाते प्रभु को छाड़ी दियो अनेक प्रकार कही सांग साथी कही तुम एते धन संपत्ति थी तुम प्रभु प्रभु बोले आज ये अवस्था अच्छ प्रभु को छाड़ी दौन सांग साथी कही ये प्रकार आज आम मान परिवार मान मध्य परिवार सदस्य माध्यम अनेक भ्रांत आत्मा कार्य करुच्ची भ्रांत आत्मा कार्य सेवा कार्य निमंते जीवा निमंते अनेक लोग बाधा दियंते आज न गले हेब आर सप्ताह को जीव आज उपासना मध्य नथिले हेब काली को करिवो प्रभु समय आमे आम मान निमंते प्रभु आमे भावुछु आम मान निमंते समय अछि से धनी व्यक्ति कही आजाद रे तू भोग विलास कर किंतु प्रभु कौन कहले एबे तोर जीवन जदि निया जीव ए धन संपत्ति कार है ठीक से ही वाक्य को आम स्मरण रखा एबे आम प्रभु को निकटवर्ती उत्तम भाव में जदि व्यवहारित न होगा ताहले आम प्रभु प्रभु बोले आम संबोधन करुछु कहीं आम प्रभु प्रभु बोले आम स्वीकार करुछु कहीं जी कहीं मो निकट को आसी मोहर कथा शुणी से सब पालन करे से कहा सदृश ताहा मो तुम मान को जणाइबे क्यों समय रे जणाइबे से कहा को जणाइबे से कहा को कहउछंती मते कहउछंती कि आपण मान को कहउछंती कि संसार रे थिबा समस्त लोकन को कहउछंती प्रभु ही कहबे आ क्यों समय रे कहबे एथि सकाशे प्रभु हम मान को कोन कहउछंती समस्त उत्तम भंडार रो उत्तम पदार्थ बाहर सेवा कार्य निमंते आज अनेक लोक मंडली मान मध्य जाती उपासना माध्यम रे जाती उत्तम दान लोभर दान नहीं उत्तम दान मध्य प्रभु उद्देश्य देवार आवश्यकता उपासना गृह को जाती मंडली मान मध्य जाती आ स्थान अनेक लोक दान करती दान संग्रह करा जाउछि प्रत्येक मंडली रे दान संग्रह करा जाउछि से दान संग्रह करबा मध्य आमे माननकु प्रभु जो अर्थ देउछंती उत्तम अर्थ सुंदर अर्थ आम माननकु प्रभु आमे भावुछु लोक दौरान किंतु प्रभु आशीर्वाद सकाशे प्रभु आम मान दौरान आमे आनिबा समय आमे माने ताकू निरीक्षण कर देखुछु ताकू बाछुछु छांच करुछु आमे देखुछु फटा अछि तोटा अछि जोरी लागिछि ना कोन अछि ई सुंदर अछि कोन जति कोनसी फटा छोटा थिबो ताहले हम ताकू रिजेक्ट कर दउछु
ଏ ନୋଟଟା ଚଳିବ ନାହିଁ। କିନ୍ତୁ ଆମ ମାନଙ୍କର ଅନେକ ସୁନ୍ଦର ଅର୍ଥ ଅଛି। ପ୍ରଭୁ ଆମମାନଙ୍କୁ ଅନେକ ସୁନ୍ଦର ସୁନ୍ଦର ଅର୍ଥ ଅଛି। ଆମମାନେ 10 ଟଙ୍କାରୁ ଆରମ୍ଭ କରି 50, 100, 500 ଏ ପ୍ରକାର ଆମମାନଙ୍କ ନିକଟରେ ପରିପୂର୍ଣ୍ଣତା ଟଙ୍କା ରହୁଛି। କିନ୍ତୁ ଆମେ ଚର୍ଚ୍ଚ ଯିବା ନିକଟରେ ଆମେ ଯଦି ଚର୍ଚ୍ଚ ଯାଉ ତାହେଲେ ଆମମାନଙ୍କର ଯେଉଁ ଟଙ୍କା ଥାଏ ତାହିଁରୁ କ୍ଷୁଦ୍ରତମ ଟଙ୍କା ନେଉ ବା ମଳିନ ଟଙ୍କା ନେଇ ଆମେ ପ୍ରଭୁଙ୍କର ବେଦୀ ସମ୍ମୁଖରେ ଆମମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଭୁଙ୍କର ରାଜ୍ୟ ନିମନ୍ତେ ପ୍ରଭୁଙ୍କର ଉତ୍ତମ କାର୍ଯ୍ୟ ନିମନ୍ତେ ଆମେ ଦାନ କରୁ। ଉତ୍ତମ ଅର୍ଥ ଆମକୁ ଦେଲେ କିନ୍ତୁ ଆମେ ମନ୍ଦ ଅର୍ଥ ପ୍ରଭୁଙ୍କ ନିକଟରେ ସମର୍ପିତ କରୁଛୁ। କାହିଁକି? ଆମମାନଙ୍କ ଠାରେ ଲୋଭ କାର୍ଯ୍ୟ କରୁଛି। ଆଉ ସେଥି ସକାଶେ ଆମେ ମାନେ ଲୋଭରେ ପରିପୂର୍ଣ୍ଣତା ରହି ଏ ଜଗତ ମଧ୍ୟରେ କାର୍ଯ୍ୟ କରୁଛୁ। ଏଣୁକରି ଆମମାନଙ୍କୁ କଣ କରିବାର ଅଛି? ସର୍ବପ୍ରଥମେ ଆମେ ମାନେ ପ୍ରଭୁଙ୍କର ରାଜ୍ୟ ନିମନ୍ତେ ଈଶ୍ୱରଙ୍କର ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କରିବା ଆବଶ୍ୟକତା ଅଟେ। ଆପଣ ବା ପ୍ରଭୁ କହନ୍ତି ଆପଣ ଯଦି ଏହା କରନ୍ତି ତେବେ ଯୀଶୁ କହିଲେ ଏଇ ସମସ୍ତ ବିଷୟ ମଧ୍ୟ ତୁମମାନଙ୍କୁ ଦିଆଯିବ। ଆମମାନଙ୍କ ନିମନ୍ତେ କାହିଁକି ଅଭାବ ଅଛି, କାହିଁକି ଦରିଦ୍ରତା ହଉଛି, କାହିଁକି ଋଣଗ୍ରସ୍ତ ହଉଛି? ଏଇ ସମୟ ପାଇଁ, ଏଇ ବିଷୟ ପାଇଁ ଉତ୍ତମ ବିଷୟକୁ, ଉତ୍ତମ ବସ୍ତୁକୁ, ଉତ୍ତମ ଅର୍ଥକୁ ଆମେ ପ୍ରଭୁଙ୍କ ନିକଟରେ ଦାନ କରୁନା। ଆଜି ଆମେ ହୁଏତ 10,000 ବା 1,000 ଟଙ୍କା ଜଣେ ଯଦି ପାଉଛି ତାହିଁରୁ 100 ଟଙ୍କା ପ୍ରଭୁଙ୍କ ଉଦ୍ଦେଶ୍ୟ ନିମନ୍ତେ ଦାନ କରିବା ନିମନ୍ତେ ଲୋଭଜନକ ଆସୁଛି, ଲୋଭ କରୁଅଛନ୍ତି। ଉତ୍ତମ ପଦାର୍ଥ କାହିଁରେ ବାହାରୁଛି? ଆମମାନଙ୍କ ଠାରେ ମନ୍ଦ ପଦାର୍ଥ କାହିଁ କୋଉଟା ଅଛି? ଆଉ ସେ କହନ୍ତି କଣ କହନ୍ତି? କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। ସେ କଣ? ହୃଦୟର ପୂର୍ଣ୍ଣତା। ଆମମାନଙ୍କ ପାଖରେ ଉତ୍ତମ ଭଣ୍ଡାରରେ ଉତ୍ତମ ପଦାର୍ଥ ପ୍ରଭୁ ଦାନ କରିଅଛନ୍ତି, କିନ୍ତୁ ଆମମାନଙ୍କ ଠାରେ ଯେଉଁ ହୃଦୟରେ ପୂର୍ଣ୍ଣତା ଅଛି ସେଇ ପୂର୍ଣ୍ଣତା ଆମମାନଙ୍କୁ ସେ ହସ୍ତ ବଢାଉଛି। ମୁଁ ଏଇ ମାଧ୍ୟମରୁ ଏହି ଅର୍ଥ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରେ। ଅନେକ ଲୋକ ଭାବନ୍ତି, ଅନେକ ଲୋକ ମଣ୍ଡଳୀକୁ ମୁଁ କାହିଁକି ଦାନ କରିବି, ଚର୍ଚ୍ଚକୁ ମୁଁ କାହିଁକି ଦାନ କରିବି, ଏଇ କଥା ମଧ୍ୟ ଅନେକ ଲୋକଙ୍କର ମନରେ ଭାବନା ଥାଏ। ସେମାନେ ଚିନ୍ତା କରନ୍ତି, କିନ୍ତୁ ଏହା ଯଦି ସେମାନେ କରନ୍ତି ତାହେଲେ ପ୍ରଭୁ କହନ୍ତି, ସେ କଣ କହନ୍ତି? ଯେ ସେ କହନ୍ତି ତୁମେ ମାନେ ଯଦି ଦାନ କରିବାର ଅଛି, ଅନେକ ଲୋକଙ୍କୁ ଉତ୍ତମ ଦାନ କରିବାର ଅଛି, ତାହେଲେ ସେ କାହାକୁ କରନ୍ତି? ସେ ବିଧବା ମାନଙ୍କୁ ଦାନ କରନ୍ତୁ, ପିତୃହୀନ ମାତୃହୀନ ଲୋକମାନ ଦରିଦ୍ର ମାନଙ୍କୁ ସାହାଯ୍ୟ କରନ୍ତୁ, ସେମାନଙ୍କୁ ଦାନ କରନ୍ତୁ। ତେବେ ଈଶ୍ୱର ସେଇ ପ୍ରକାର ମଧ୍ୟ ପ୍ରତିଜ୍ଞା କରିଛନ୍ତି। ଯଦି ଚର୍ଚ୍ଚ ମଣ୍ଡଳୀ ମାନଙ୍କ ମଧ୍ୟରେ ଦଉନାହାନ୍ତି ତାହେଲେ ଦରିଦ୍ର ଲୋକମାନଙ୍କୁ ଦାନ କର। ସେ ଦଶମାଂଶର ଉତ୍ତମ ବିଷୟକୁ, ସେ ଉତ୍ତମ ବିଷୟ ସେମାନଙ୍କୁ ଦାନ କର। ଗୋଟେ ଦରିଦ୍ରତା ଘୁଞ୍ଚିଯିବ, କିଛି ସମୟ ପାଇଁ ଘୁଞ୍ଚିଯିବ, କିଛି ଦିନ ପାଇଁ ଘୁଞ୍ଚିଯିବ। ଅନେକ ବିଧବା ମା ମାନେ ଅଛନ୍ତି, ସେମାନଙ୍କୁ କୌଣସି ପ୍ରକାର ଉପାର୍ଜନ ନାହିଁ। ଯଦି ଆମେ 1,000 ଟଙ୍କା ଗୋଟେ ପାଉଛୁ, ତାହିଁରେ ଗୋଟେ 100 ଟଙ୍କା ଯଦି ସେ ବିଧବା ମାକୁ ଦେବା, ସେ ଭଉଣୀକୁ ଦେବା, ସେ କିଛି ସମୟ ପାଇଁ ସେ ଖୁସିରେ ରହିପାରିବ। ଉତ୍ତମ ବିଷୟଟା ଆମମାନଙ୍କ ନିମନ୍ତେ ବାହାରୁଛି। ଯଦି ପିତୃହୀନ ମାତୃହୀନ ସନ୍ତାନ ସନ୍ତତି ଆଜି ଅନେକ ଲୋକ ଅଛନ୍ତି, ପାଠ କଡ଼ାରେ ଅଛନ୍ତି, ସେମାନଙ୍କ ଠାରେ ଅମାନଙ୍କ ବିଷୟ, ସେମାନେ ଭିକ ମାଗୁଅଛନ୍ତି। ଆମେ ଅନେକ ଲୋକ ଦେଖୁଛୁ, ବାପା ମା ନଥିବା ପୁଅ ଝିଅ ଆଜି ପାଠ କଡ଼ାରେ ଭିକ ମାଗୁଅଛନ୍ତି। ଅନେକ ଘର ଦ୍ୱାର ବୁଲି ସେମାନେ ଭିକ ମାଗୁଅଛନ୍ତି। ସେମାନଙ୍କୁ ଆମେ କେଉଁ ପ୍ରକାର ଭିକ ଦଉଛୁ? ଆମମାନଙ୍କର ପେଣ୍ଟରେ ଯଦି ଥାଏ, ଟଙ୍କା ଥାଏ, ଆମେ ଅଣ୍ଡାଳୁଛୁ। ଛୋଟ ମୁଦ୍ରା, ଛୋଟ ନୋଟକୁ ଆମେ ଖୋଜୁଛୁ। ଆମମାନଙ୍କୁ ବଡ ନୋଟ, ବହୁତ ନୋଟ ଆମମାନଙ୍କୁ ଆବଶ୍ୟକ, କିନ୍ତୁ ଗୋଟେ ଭିକାରୀ ଯଦି ମାଗେ, ସେ ଭିକ ମାଗୁଛି, ତାକୁ ଆମେ ସେ ପ୍ରକାର ନାହିଁ, ଆମେ ଛୋଟ ଭାବରେ ତାକୁ ଦାନ କରୁ। ଆମମାନଙ୍କୁ ପ୍ରଭୁ କାହିଁକି ଦରିଦ୍ର ନ କରିବେ? ଆମମାନଙ୍କୁ କାହିଁକି ଆମମାନଙ୍କୁ ପ୍ରଭୁ ସେ ପ୍ରକାର ପରୀକ୍ଷା ନ କରିବେ? ଏଣୁକରି ଆମମାନଙ୍କୁ ଆମର ହୃଷ୍ଟ ଚିତ୍ତରେ ସେ ପ୍ରଭୁ କହନ୍ତି, ବାକ୍ୟରେ କହନ୍ତି, ସେଇ ଲୋକ ଲିଖିତ ସୁସମାଚାର ତାର 6 ତାର 38 ପଦରେ ଲେଖା ଅଛି, ଦାନ କର ତାହେଲେ ତୁମ ମାନଙ୍କୁ ଦାନ ଦିଆଯିବ।
ଲୋକେ ମାଣକୁ ପୁରା କରି ତାହାକୁ ଚାପି ହଲାଇ ଝୁଲାଇ ତୁମମାନଙ୍କ ଅଣ୍ଟିରେ ଦେବେ, କାରଣ ଯେଉଁ ମାପରେ ମାପ କର ସେଇ ମାପରେ ତୁମମାନଙ୍କୁ ପୁଣି ମପାଇ ଦିଆଯିବ। ଆମମାନଙ୍କର ସେ ଭଣ୍ଡାର ଅଛି, ଆମମାନଙ୍କର ସେ ଭଣ୍ଡାର। ଆମେ ଯଦି ସେ ପ୍ରକାର ଯଦି ଦଉଛୁ, ଉତ୍ତମ ଭଣ୍ଡାରରେ ଯଦି ଉତ୍ତମ ପଦାର୍ଥ ବାହାରୁଛି, ଆମମାନଙ୍କୁ ଏହି ପ୍ରକାର ହଲେଇ ଝୁଲେଇ ସେ ଆମମାନଙ୍କୁ ଦେବେ। ଆମମାନଙ୍କୁ ଏଇ ପ୍ରକାର ହଲେଇ ଝୁଲେଇ ଦେବେ। ଆମମାନେ ଭାବୁଛୁ ମୋର ସମ୍ପତ୍ତି, ମୁଁ ଉପାର୍ଜନ କରୁଛି, ମୁଁ ପରିଶ୍ରମ କରି ଏହା କରିଛି। କେବଳ କିଛି ନୁହେଁ। ଆଜି ଅନେକ ଲୋକ ପରିଶ୍ରମ କରୁଛନ୍ତି, ଅର୍ଥ ପାଇପାରୁନାହାନ୍ତି, ହାଡ଼ଭଙ୍ଗା ପରିଶ୍ରମ କରୁଅଛନ୍ତି। ସେମାନଙ୍କର ସେ ପରିଶ୍ରମର ଫଳ ପାଇପାରୁନାହାନ୍ତି। କାହିଁକି? ପ୍ରଭୁଙ୍କର ଆଶୀର୍ବାଦ ଅନୁଗ୍ରହ ନାହିଁ। ଆଜି ଅନେକ ଲୋକ ଦାଦନ ଖଟିବା ନିମନ୍ତେ ଗ୍ରାମ ଛାଡି ସହର ଛାଡି ଅନ୍ୟ ସହରକୁ ଯାଉଛନ୍ତି, ଅନେକ ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି, ଖାଲି ହାତରେ ଫେରି ଆସୁଛନ୍ତି। ପ୍ରଭୁଙ୍କର ଅନୁଗ୍ରହ ନାହିଁ। ଆମମାନଙ୍କ ନିମନ୍ତେ ପ୍ରଭୁ ଅନେକ ଅନୁଗ୍ରହ ଦାନ କରିଅଛନ୍ତି। ଘର ଦେଇଅଛନ୍ତି, ଗାଡି ଦେଇଅଛନ୍ତି, ପୁଅ ଝିଅ ପରିବାର ମାନେ ପରିବାର ଦେଇଅଛନ୍ତି, ଆମମାନଙ୍କର ଆନନ୍ଦ ଖୁସି ଦେଇଅଛନ୍ତି। ତାହା ଆମେ ପ୍ରଭୁଙ୍କର ଅନୁଗ୍ରହ ଦ୍ୱାରା ପାଇଅଛୁ। ଏହା ଆମେ ଭାବିବା, ପ୍ରଭୁ ମୋତେ ଆଜି ଏଇ ଅନୁଗ୍ରହ ଦ୍ୱାରା ମୋ ଉତ୍ତମ ଭଣ୍ଡାରରେ ଉତ୍ତମ ପଦାର୍ଥ ରଖୁଅଛନ୍ତି। ଭଣ୍ଡାର ମାନେ ଭଣ୍ଡାର ଘରିଆ ପ୍ରଭୁ ଅଟନ୍ତି। ଆଉ ସେ କହନ୍ତି, ମୁଁ ତୁମମାନଙ୍କୁ ଭଣ୍ଡାର ଘରର ଚାବିକାଠି ମଧ୍ୟ ଦେଉଛି। ଆମମାନଙ୍କ ଠାରେ ଚାବିକାଠି ଅଛି। ସେ ଭଣ୍ଡାର ଘରର ଚାବିକାଠି ଆମମାନଙ୍କ ନିକଟରେ ଅଛି। ଆମମାନଙ୍କ ପ୍ରଭୁ ଦେଇ ଅଛନ୍ତି। ତୁମେ ଯେଉଁ ସମୟରେ ମୁକ୍ତ କରିବ ସେଇ ସମୟରେ ତୁମେ ଖୋଲି ପାରିବ। ଆମମାନଙ୍କର ଖୋଲିବାର ବୁଦ୍ଧି ନାହିଁ, ଜ୍ଞାନ ନାହିଁ। ଆମମାନେ ସେ ବାଟ ଖୋଲିବାର ବା ସେ ଭଣ୍ଡାର ଘର ଖୋଲିବାର ଆମମାନଙ୍କ ନିକଟରେ ଜ୍ଞାନ ନାହିଁ। ଆମେ କେଉଁ ପ୍ରକାର ଭାବରେ ଖୋଲିବ? ଚାବି ଅଛି, ସେ ଚାବିର ନମ୍ବର କେତେ, କି ସେ ଚାବି କେଉଁ ପ୍ରକାରରେ ପକାଯିବ, କେଉଁ ପ୍ରକାରରେ ଖୋଲାଯିବ, ତାହା ଆମେ ଏ ପର୍ଯ୍ୟନ୍ତ ଜାଣିନୁ। ଏଥିସକାଶେ ଆମମାନଙ୍କ ନିକଟରେ ମନ୍ଦ ପଦାର୍ଥ ପରିପୂର୍ଣ୍ଣତା ରହୁଛି। ତେଣୁକରି ଆମମାନଙ୍କ ନିକଟରେ ମନ୍ଦ ପଦାର୍ଥ ଯେପରି ପ୍ରବେଶ ନ କରେ, ନ ଆସେ, ସେଥି ସକାଶେ ପ୍ରଭୁ ଆମମାନଙ୍କ ସହିତ ସେ ଅଛନ୍ତି। ଆଉ ସେ କହନ୍ତି, ତମେ ମାନେ ମୋର ବାକ୍ୟ ପାଳନ କର। ଆମମାନେ ପ୍ରଭୁଙ୍କର ବାକ୍ୟକୁ ପାଳନ କଲେ ପ୍ରଭୁ ଆମମାନଙ୍କୁ ସମସ୍ତ ବିଷୟକୁ ସେ ଆମମାନଙ୍କୁ ଆଶୀର୍ବାଦ କରିବେ। ଆଉ ଆମମାନଙ୍କର ପ୍ରତି ମୁହୂର୍ତ୍ତରେ ପ୍ରଭୁ ଆମମାନଙ୍କୁ ସେ କଣ କରିବେ? ନୂଆ ନୂଆ ପ୍ରତିଫଳ ଦେବେ। ଆଉ ଆମର ଗୀତରେ ମଧ୍ୟ ଜାଣିଛୁ, ପ୍ରତି ମୁହୂର୍ତ୍ତେ ତୁମ ଦୟା ମୋ ପ୍ରତି ନୂଆ, ଯେବେ ଖୋଜେ ତୁମ କରୁଣା, କରିନ କେବେ ଉଣା, ନହିବ କେବେ ଶେଷ, ତୁମରି ସେ କରୁଣା, ତୁମରି ସେ କରୁଣା, ତୁମରି ସେ କରୁଣା। ଦୟା ପରି ଦୟା କରିଛ ମତେ ପ୍ରଭୁ, ତୁମ ଦୟାରେ ମୁଁ ପାଇଛି ସବୁ। କ୍ଷମା ପରି କ୍ଷମା କରିଛ ମତେ ଯୀଶୁ, ତୁମ କ୍ଷମାରେ ମୁଁ ଲଭିଛି ସବୁ। ତାଙ୍କରି ଦୟା ସକାଶେ ଆମେ ସମସ୍ତ କିଛି ପାଇଅଛୁ। ଆଉ ତାଙ୍କର ଦୟା ବା ତାଙ୍କର କ୍ଷମା ଦ୍ୱାରା ଆମେ ସମସ୍ତ କିଛି କ୍ଷମା ପାଇଅଛୁ। ଏଣୁକରି ମୋର ପ୍ରିୟ ଭାଇ ଭଉଣୀ, ମୋର ଅନେକ ବନ୍ଧୁବର୍ଗ, ଅନେକ ମଣ୍ଡଳୀ ବା ଅନେକ ପ୍ରଭୁଙ୍କର ଦାସ ଦାସୀ, ପ୍ରଭୁଙ୍କର ସନ୍ତାନ ସନ୍ତତି, এই ବିଷୟକୁ ଆମେ ଆମମାନଙ୍କର ହୃଦୟଙ୍ଗମ ହୋଇ ରଖିବା ନିମନ୍ତେ ଆମେ ଚେଷ୍ଟା କରିବା। କାହିଁକି? ଆମ ହୃଦୟ ବା এই ହୃଦୟଟା କେବଳ ପ୍ରଭୁଙ୍କର ହୃଦୟ ଅଟେ। ପ୍ରଭୁ ସୌନ୍ଦର୍ଯ୍ୟତା ଭାବରେ ଏ ହୃଦୟ କରିଅଛନ୍ତି। ଏ ହୃଦୟ ମଧ୍ୟରେ ସମ୍ପୂର୍ଣ୍ଣ ବା ଉତ୍ତମ ବିଷୟକୁ ସଞ୍ଚିତ କରି ରଖିବା ଆଉ ଉତ୍ତମ ବସ୍ତୁରେ ପରିପୂର୍ଣ୍ଣତା କରି ରଖିବା। କେବେ ମଧ୍ୟ ମନ୍ଦ ପଦାର୍ଥ
कि मंद विषय को आम मान हृदय मध्य केवे रखा ना ताहले आम मान ये मुख स्पष्ट रूप से प्रकाश कर आम मान हृदय उत्तम अटे आ उत्तम विषय को मु प्रकाश करी आ उत्तम विषय लोक जनइबी उत्तम व्यवहार उत्तम आचरण उत्तम शिक्षा उत्तम ज्ञान रे समस्त को ये हृदय मु बाहर कर समस्त को बांटी आ प्रभु को मध्य उत्तम पदार्थ दे प्रभु को संतुष्ट करी प्रभु को गौरवान्वित करी ये वाक्य प्रभु आम समस्त को सब बेले मन रहा निमंते दिंतु आम हृदय रे प्रभु उत्तम विषय को परिपूर्णता कर रखंतु आ प्रभु वाक्य दे आहल रूप आम समस्त को आशीर्वाद करंतु आमेन 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 आमेन।